ନମସ୍କାର ଦର୍ଶକ ବନ୍ଧୁମାନେ, ମୁଁ ହେଉଛି ଅଙ୍କିତ। ଆଜିର ଏହି କାହାଣୀଟି ଆମ ପାଖକୁ ସୂର୍ଯ୍ୟ ଭାଇ ପଠାଇଛନ୍ତି। ତ ଚାଲନ୍ତୁ ସେ ପଠାଇଥିବା କାହାଣୀଟିକୁ ଶୁଣିବା ଆଉ ମଜା କରିବା। ମୁଁ ସୂର୍ଯ୍ୟ, ଚନ୍ଦନପୁରରୁ ଆପଣମାନଙ୍କ ପାଇଁ ମୋ ଜୀବନରେ ଘଟିଥିବା ନିରାଟ ସତ କଥା ଏହି କାହାଣୀ ମାଧ୍ୟମରେ କହୁଛି। ମୋର ବୟସ ଏବେ 19 ବର୍ଷ। ମୁଁ ମୋର ଶୂନ 10 ଇଞ୍ଚ କି ମୋ ବୋଉର ଦେହ ଏତିକି ଏମିତି କହି ଫାଲତୁ ଡ୍ରାମା କରିବାକୁ ଚାହୁଁନି। କାହିଁକି ନା ବୋଧେ କେହି ସ୍କେଲ୍ ପକାଇକି ତାଙ୍କର ନୁନୁର ସାଇଜ୍ ମାପିଥିବ କି ଫିତାରେ ତାଙ୍କ ବୋଉର କେତେ ଚଉଡ଼ା ହୋଇଥିବ ସେ ଜିନିଷ ମାପିଥିବ। ମୁଁ ବାସ୍ ଏତିକି କହିପାରିବି। ନର୍ମାଲ ସ୍ତ୍ରୀ ଲୋକମାନଙ୍କ ଠାରୁ ମୋ ବୋଉର ଟିକେ ବହୁତ ବଡ଼ ବଡ଼ ଆଉ ବହୁତ ଓସାର ମଧ୍ୟ। ପାଠକଗଣ ଆଉ ମୁଁ ସମୟ ନଷ୍ଟ ନକରି ସିଧା କାହାଣୀ ଉପରକୁ ଆସୁଛି। ଏ କଥା ଗଲା ଏଇଥର ଇଲେକ୍ସନ୍ ସମୟର, ଯେବେ ମୋତେ ମୋ ବୋଉ ସହିତ ଟିକେ ମଜା କରିବାକୁ ମୌକା ମିଳିଥିଲା। ମୁଁ 8ମ କ୍ଲାସ୍ରୁ ଏ ବିଷୟରେ ଜାଣିଲି ଯେ କେମିତି ଝିଅ ପୁଅ ସମ୍ପର୍କ ରଖନ୍ତି। ଆଉ ସେବେଠୁ ମୁଁ ଖରାପ ଭିଡ଼ିଓ ଦେଖି ହଲେଇବା ଆରମ୍ଭ କରିଦେଇଥିଲି। ଯେହେତୁ ଆମ ଘରେ ଲେଡ଼ିଜ୍ କହିଲେ କେବଳ ମୋ ବୋଉ ହିଁ ଥିଲା, ତ ସ୍ୱାଭାବିକ ଭାବରେ ମୋର ନୁନୁ ଉଠିବା ଦିନରୁ ମୋ ବୋଉର ସବୁ ଜିନିଷକୁ ନଜର କରୁଥିଲି। କେତେବେଳେ ସେ କପଡ଼ା ବଦଳିଲା ବେଳେ ତା'ର ଦର୍ଶନ ମିଳିଯାଉଥିଲା, ତ କେତେବେଳେ ସେ ଗାଧୋଇଲା ସମୟରେ ଲୁଚିକି ତା'ର ସେଇ ବାଳ ଭର୍ତ୍ତି ସୁନୁକୁ ଦେଖିବାକୁ ମିଳିଯାଉଥିଲା। ଏମିତି ମୁଁ ବହୁତ ଥର ତାକୁ ଦେଖିକି ହଲେଇଛି ଆଉ ତାକୁ ମନେ ମନେ ସ୍ୱପ୍ନରେ ବହୁତ କରିଛି, ଦଳି ଭିଡ଼ିକି ଉଠେଇ ପକାଇକି। ଦିନକର ଘଟଣା, ମୁଁ 2 ପହର ବେଳେ ବୋର୍ ହେଉଥିଲି ଆଉ ମୁଁ ମୋ ସାଙ୍ଗ ବିନୋଦ ଘରକୁ ଗଲି। କାହିଁକିନା ତାଙ୍କ ଘରେ ହୋମ୍ ଥିଏଟର ଲଗା ହୋଇଥିଲା ଆଉ ସେଥିରେ ମୁଭି ଦେଖିବା ମଜା ଅଲଗା ଲାଗୁଥିଲା। ଅବଶ୍ୟ 2 ପହର ସମୟ ତାଙ୍କ ଘର ଆଡ଼େ କେହି ଯାଆନ୍ତିନି, କାରଣ ତାଙ୍କ ଘର ଗାଁର ଶେଷ ମୁଣ୍ଡରେ ଥିଲା ଆଉ ବାପା ତା'ର କଲିକତାରେ ଚାକିରି କରନ୍ତି। ସେଥିପାଇଁ ବୋଧେ ମୁଁ ସେଇ ସମୟକୁ ଯିବି ବୋଲି ସେ ଭାବିନଥିବ। ମୁଁ ଗଲାବେଳକୁ ତା ରୁମ୍ରୁ ଖାଲି ଜୋରରେ ମ୍ୟୁଜିକ୍ ଶବ୍ଦ ଶୁଭୁଥାଏ। ମୁଁ ଭାବିଲି ବୋଧେ ସେ ମୁଭି ଦେଖୁଛି ଆଉ ଡାକିଲେ କ'ଣ ଶୁଣାଯିବନି। ସେଇଆ ଭାବି ମୁଁ ତାଙ୍କ ବାଉଣ୍ଡ୍ରି ଚଢ଼ିକି ତାଙ୍କ ଉପର ବାଲକୋନି ଦେଇ ତା ରୁମ୍କୁ ଯିବା ଲକ୍ଷ୍ୟରେ ଗଲି। ତା ରୁମ୍ ତାଙ୍କ ଛାତ ଉପରେ ଥାଏ ଆଉ ସେଟା ଆମ ସାଙ୍ଗମାନଙ୍କର ନିଶା ଖାଇବାର ଜାଗା। ଆମେ ଯେବେ ଯୋଜନା କରୁ ରାତିରେ ଏମିତି ତା ରୁମ୍କୁ ଚଢ଼ିକି ଯାଉ। ମୁଁ ସେମିତି ଯାଇ ତା ଝରକା ପଟେ ଦେଖିଲା ବେଳକୁ ସେ ଖରାପ ପିଲା ବିନୋଦ ତା ମାଆକୁ ଖଟରେ ପକାଇକି ତା ସହିତ ଖୁବ୍ ମଜା କରୁଛି। ମୁଁ ସାଙ୍ଗେ ସାଙ୍ଗେ ସେଇ ଝରକା ଆଢ଼ୁଆଳରେ ଲୁଚିଗଲି ଆଉ ତାଙ୍କର ଖେଳ ଦେଖିବାକୁ ଲାଗିଲି। ସେ ବିନୋଦ ତା ମାଆର ଗୋଡ଼କୁ ପୁରା ମେଲେଇକି ତା ହାତରେ ଜାକି ଦେଇ ତା ମାଆର ସେ ବାଳ ଭର୍ତ୍ତି ସୋନାରେ ତାର ନୁନୁକୁ ମାଡ଼ି ଦେଉଥାଏ। ସେ ବୋଧେ ଔଷଧ ଖାଇଥିଲା ନା କ'ଣ କେଜାଣି, ପୁରା ମେସିନ୍ ଭଳିଆ କୁଟୁଥିଲା ତା ମାଆକୁ। ମୁଁ କ'ଣ କଲି ନା ମୋ ମୋବାଇଲ କାଢ଼ିକି ଲୁଚି ଭିଡ଼ିଓ କଲି ସବୁ ଦୃଶ୍ୟକୁ। ସେତିକି ବେଳକୁ ବିନୋଦର ମାଆ କହିଲା, କେତେ ବଡ଼ ରଖିଛୁ କିରେ, ଏଇନା ରୋଷେଇ କଲାବେଳେ ତୋର ଉଠିଲା ଯେ ରଖେଇ ବସେଇ ଦେଲୁନି ଯେ ଏଇନେ ଆମେ ସମ୍ପର୍କ ରଖିଲେ। ଘଣ୍ଟାଏ ଖଣ୍ଡେ ସେତେବେଳେ କଲୁ ଯେ ରୋଷେଇ ସବୁ ଡେରି ହେଲା ଆଉ ଏଇନା ଖାଇକି ଆସୁ ଆସୁ ପୁଣି ମାଡ଼ି ବସିକି କରୁଛୁ। ବିନୋଦ କହିଲା, ବାପା ଆସିକି ମାସେ ରହିଲେ ଯେ ମୋତେ ଜମାରୁ ତୁ ତୋର ଦେଖେଇଲୁନି। ସେତିକି ଦିନ ଆଉ ଏବେ ମୋତେ ଯେବେ ମୌକା ମିଳିଛି ମୁଁ ମନ ଶାନ୍ତି ହେବା ଯାଏ କରିବି। ସବୁ ମୋର ପାଣିକୁ ତୋ ଭିତରେ ପୂରେଇବି। ତାଙ୍କର ଏମିତି ଖେଳ 10 ମିନିଟ୍ ଖଣ୍ଡେ ଚାଲିଲା। ତାପରେ ବିନୋଦ ତା ମାଆ ଭିତରେ ଖଲାସ ହୋଇଗଲା। ସେ କେତେ ପାଣି ଛାଡ଼ିଥିଲା କେଜାଣି, ତା ମାଆର ଭିତରୁ ପାଣି ପୁରା ବହିକି ଖଟରେ ଯାଇକି ପଡ଼ୁଥିଲା। ଏତିକି ବେଳେ ମୁଁ କ'ଣ କଲି ନା ଧୀରେ କିନା ସେଠୁ ପଳେଇ ଆସିଲି ଆଉ ମନେ ମନେ ଭାବିଲି, ସ୍ୱାମୀ ନାହିଁ ବୋଲି ତାର ମାଆର ଗଲୁ ହେଉଛି ଆଉ ସେ ତାକୁ କରିବାକୁ ଦେଉଛି। ସଙ୍ଗେ ସଙ୍ଗେ ମୋ ଆଖିରେ ମୋ ବୋଉକୁ କରିବାର ସ୍ୱପ୍ନ ଆସି ବସିଲା। ମୁଁ ଭାବିଲି ମୋ ବାପା ବି ତ ବାହାରେ ରହୁଛନ୍ତି, ମୋ ବୋଉର ବି ଗଲୁ କରୁଥିବ, ମୁଁ ବି ତାକୁ କରିପାରିବି। ହେଲେ ତାକୁ ଏକଥା କହିବି ବା କେମିତି ପଟେଇବି କେମିତି? ମୁଁ ଚିନ୍ତା କଲି ତାକୁ ନିଶା ବଟିକା ଦେଇ କରିବି ବୋଲି। କାହିଁକି ନା ନିଶା ବଟିକା ଭଲ କି ଦେଇଦେଲେ ସେ ମଣିଷ କିଛି ବି ଜାଣିପାରିବନି। ଆଉ ସେଦିନ ରାତିରେ ମୁଁ କ'ଣ କଲି ନା ବୋଉର କ୍ଷୀର ଗ୍ଲାସରେ 2ଟା ବଟିକା ମିଶେଇଲି ଆଉ ରାତିକୁ ଅପେକ୍ଷା କଲି। ରାତି ପ୍ରାୟ 1ଟାଏ ବେଳକୁ ମୁଁ ଧୀରେ କିନା ବୋଉ ରୁମ୍
ଡୋର୍ ଖୋଲିଲି ଆଉ ଭିତରକୁ ଗଲି। ଦେଖିଲି ସେ ପୁରା ନିଦରେ ଶୋଇଛି। ଚେକ୍ କରିବା ପାଇଁ ତାକୁ ହଲାହଲି କଲି, ହେଲେ ସେ ସେମିତି ଶୋଇଥାଏ। ମୁଁ ସେଠୁ ଧୀରେ ଧୀରେ ତାର ଛାତିକୁ ଦଳିଲି ଆଉ କପଡ଼ା ଭିତରୁ ତାର କାଢ଼ି ପକାଇଲି। ଆଉ ତାର ଦେଖି ମୁଁ କିଛି ସମୟ ଯାଏ ସେମିତି ଅନେଇକି ରହିଲି। ଏତେ ବଡ଼ ବଡ଼ ମୁଁ କେଉଁ ଭିଡ଼ିଓରେ ବି ଦେଖିନି। ସତରେ ଦେଖିବା ତ ଦୂରର କଥା, ମୁଁ ଆଉ କାଳ ବିଳମ୍ବ ନ କରି ମନ ଇଚ୍ଛା ପାଟିରେ ପୁରାଇ ଖାଇ ଚାଲିଲି ଆଉ ପୁରା ନାଲି ପକାଇଦେଲି। ତାପରେ ଧୀରେ ଧୀରେ ମୁଁ ତାର ତଳପଟୁ କପଡ଼ାକୁ ଟେକିଲି। ତାର କି ଗୁମ୍ଫା ହୋଇଛି, ଶଳା ଖାଲି ବାଳରେ ଭର୍ତ୍ତି। ଆଉ ତାର ସୁନାର ଚିରା ଯାହା ହେଲେ ବି 4 ଇଞ୍ଚ ଖଣ୍ଡେ ହେବ। ଏତେ ପାଖରୁ ଏତେ ବଡ଼ ସୁନା ଦେଖିକି ମୋର ନୁନୁ ଖାଲି ଝଣଝଣ ହୋଇଗଲା। ମୁଁ ମୋର ନୁନୁକୁ ଦେଖିଲା ବେଳକୁ ମୋର ନାଳ ଗଡ଼େଇ ସାରିଲାଣି। ମୁଁ ମୋର ନୁନୁକୁ ଦେଖିକି କହିଲି, ରହ ଆଉ ଟିକେ, ଆଜି ପଶିବୁ ତୁ ଏଇ ଗାତରେ। ଏତେ ଦିନ ହେଲା ସ୍ୱପ୍ନରେ ଏଇ ଗାତକୁ କରୁଥିଲୁ, ଆଜି ସତରେ କରିବୁ। ତାପରେ ମୁଁ ମୋର ନାକକୁ ନେଇ ତାର ଗାତ ପାଖରେ ଲଗେଇଲି। ଓଃ କି ବାସ୍ନା, ସେ ମୁତୁରା ମୁତୁରା ବାସ୍ନା। ମୁଁ ଆଉ ରହିପାରିଲିନି, ସିଧା ମୁହଁ ପୂରେଇକି ଚାଟିଲି। ବେଶୀ ସମୟ ରହିପାରିଲିନି ଆଉ, ସିଧା ମୋର ନୁନୁରେ ଛେପ ଟିକେ ଲଗେଇକି ତାର ଗାତ ପୁରରେ ଗେଞ୍ଜିଲି। ହେଲେ ପ୍ରଥମ ଥର ହେତୁ ମୁଁ ଗାତ ପାଇଲିନି। ସେଠୁ ଯାଇ ରୁମ୍ର ଲାଇଟ୍ ଲଗେଇକି ଆସିଲି ଆଉ ବୋଉର ଜଙ୍ଘ ମଝିରେ ଆଣ୍ଠେଇ ପଡ଼ିଲି। ତାର ଗାତର ବାଳକୁ ସାଇଡ଼୍ କରି ତାର ଗାତକୁ 2 ଆଙ୍ଗୁଠିରେ ଚିରି ଧରିଲି। ଏଥର ତାର ଗାତ ମୋତେ ଦେଖାଗଲା। ଆଉ ଡେରି ନ କରି ମୁଁ ମୋର ନୁନୁକୁ ତଳକୁ କରି ମାଡ଼ିଦେଲି ବୋଉର ଗାତରେ। ଭସ୍ କିନା ଗଳିଗଲା ମୋର ନୁନୁ ସେ ବଡ଼ ଗାତରେ ପୁରା ମୂଳ ପର୍ଯ୍ୟନ୍ତ। ତାପରେ ଅଣ୍ଟା ହଲେଇ ହଲେଇ ମୁଁ ମୋର କରିବା ଆରମ୍ଭ କଲି। ଏମିତି ଲାଗୁଥିଲା ମୋର ନୁନୁ ଯେମିତି କେଉଁ ଗରମ ଚୁଲି ଭିତରେ ପଶିଯାଇଛି। ମୁଁ ପୁରା ବିକଳରେ ତାର ଅମୃତଭଣ୍ଡା ଭଳିଆ ଦଳି ଦଳି ନାଦି ଚାଲିଲି। ବେଶୀ ସମୟ ମୁଁ ବୋଉର ଗାତରେ ମୋର ଗରମ ସହିପାରିଲିନି। ଭୁସ୍ ଭୁସ୍ କରିକି ସବୁ ପାଣିକୁ ତା ଗାତ ଭିତରକୁ ଛାଡ଼ିଦେଲି। ଆଉ କିଛି ସମୟ ତା ଉପରେ ପଡ଼ି ରହିବା ପରେ ମୁଁ ଉଠି ଆସିଲି ତା ଉପରୁ। ମୁଁ ଦେଖିଲା ବେଳକୁ ତା ଗାତରୁ ଖାଲି ପାଣି ବାହାରୁଛି। ଏତେ ଗାଢ଼ ଆଉ ଏତେ ପରିମାଣର ପାଣି କେବେ ବୋଧେ ବହି ନଥିବ ମୋର ନୁନୁରୁ। ମୁଁ ଟିକେ ପଛାପଛି କଲା ପରେ ମୋ ବୋଉକୁ ଦେଖିଲି, ସେ ସେମିତି ଶୋଇଛି। ମୋର ଟିକେ ନୁନୁକୁ ତା ମୁହଁରେ ପୂରେଇବାକୁ ଇଚ୍ଛା ହେଲା। ତାପରେ ମୁଁ ତା ମୁହଁରେ ନେଇ ମୋର ପୂରେଇଲି। ମୁହଁରେ ପୂରେଇଲା ପରେ ମୁଁ ମୋର ପୁଣି ଗୋଟେ ଅଲଗା ମଜା ଲାଗିଲା ଆଉ ମୋର ପୁଣି ଠିଆ ହେବାକୁ ଲାଗିଲା। ମୁଁ ପୁଣି ବୋଉର ଗାତରେ ମୋର ପୂରେଇକି କରିଚାଲିଲି। ଏଥର ଦ୍ୱିତୀୟ ଥର ହୋଇଥିବାରୁ ମୋର ଭଲକି ସମୟ ନେଇକି କରୁଥାଏ। ପୁରା ଜୋର ଜୋରରେ ଠାପ ମାରୁଥାଏ ଆଉ ବୋଉକୁ ଦେଖୁଥାଏ, ସେ ସେମିତି ଶୋଇଥାଏ। ମୁଁ ମନେ ମନେ କହୁଥାଏ, ବୋଉ ଦେଖ ତୋ ପୁଅ କେମିତି ତୋ ଗାତରେ କରୁଛି। ଯେଉଁ ଗାତ ଦେଇକି ଜନ୍ମ ହୋଇଥିଲି ଆଜି ସେହି ଗାତରେ ମୋର ଗଳେଇକି ନାଳ ବାହାର କରୁଛି। ଏଥର ବାହାରିଲା ସମୟକୁ ମୁଁ ମୋର ନୁନୁକୁ ଯେତେ ପାରିଲି ସେତେ ବୋଉର ଗାତ ଭିତରକୁ ମାଡ଼ି ଦେଇ ମୋର ପାଣି ଛାଡ଼ିଲି। ବହୁତ ଶାନ୍ତି। ଏସବୁ ସତରେ କରୁଛି ନା ସ୍ୱପ୍ନ ଦେଖୁଛି ମୁଁ ବିଶ୍ୱାସ କରିପାରିଲିନି। ଫଟୋ ଗୁଡ଼ାଏ ଉଠେଇ ଦେଲି ଆଉ ତାର କପଡ଼ାକୁ ଠିକ୍ ଠାକ୍ କରି ମୋ ରୁମ୍କୁ ପଳେଇ ଆସିଲି। ସେଦିନ ଭଳିଆ ନିଦ ମୋତେ ଆଜି ଯାଏ ହୋଇନି। ତା ପରଦିନ ସକାଳୁ ଉଠିଲା ପରେ ମୁଁ ଲକ୍ଷ୍ୟ କଲି ବୋଉ କେମିତି ଗୋଟେ ସନ୍ଦେହ ଦୃଷ୍ଟିରେ ଚାହିଁଛି, ହେଲେ ମୋର ପରିବାୟ ନଥିଲା। ସେଦିନ ରାତିରେ ମୁଁ ପୁଣି ତାକୁ ଔଷଧ ଦେଇକି ଗଡ଼େଇ ତଡ଼େଇ ପକେଇକି ବିକଳରେ 3 ଥର କୁଟିଲି। ମୁଁ ବିକଳ ହୋଇକି ତାକୁ ପୁରା ତାର କପଡ଼ାକୁ ଓହ୍ଲେଇ ଦେଇଥିଲି। ସେ ଆଉ ସେସବୁ କପଡ଼ାକୁ ଭଲସେ ପିନ୍ଧେଇ ପାରିଲିନି। ଏଥର ବି ମୁଁ ମୋର ସବୁ ପାଣି ପୁରା ତାର ଗାତର ମୂଳ ଯାଏଁ ମୋର ଠେସିକି ଛାଡ଼ିଥିଲି। ତା ପରଦିନ ବୋଉର ରିଆକ୍ସନ୍ ନର୍ମାଲ ଥିଲା। ସେଦିନ ରାତିରେ ମୁଁ ପୁଣି ବୋଉର କ୍ଷୀରରେ ବଟିକା ମିଶାଇ ତାକୁ କରିବା ଆରମ୍ଭ କଲି। ଆଉ ତାପରେ ମୁଁ ପୁଣି ସମୟ ଦେଖିକି ଗଲି ପୁଣି ବୋଉର ଟିକେ ଗାତକୁ ଚାଖିବାକୁ। ମୁଁ ମୋର ନୁନୁରେ ଛେପ ଲଗେଇ ତା ଗାତରେ ପୂରେଇ ଧୀରେ ଧୀରେ ଅଣ୍ଟା ହଲେଇ କରିବା ଆରମ୍ଭ କଲି। ଆଉ ଏପଟେ ତାର ଛାତିରେ ପାଖରେ ଥିବା ଅମୃତଭଣ୍ଡାକୁ ଖାଇ ଚାଲୁଥାଏ। ମୁଁ ତାପରେ ଗେଲ କରିବା ପାଇଁ ଯେତେବେଳେ ବୋଉର ଓଠ ଆଡ଼କୁ ଗଲି ଦେଖିଲି ବୋଉ ଅନେଇକି ମୋତେ ଦେଖୁଛି। ମୁଁ ପୁରା ଆଶ୍ଚର୍ଯ୍ୟ ହୋଇଗଲି ଆଉ ଧଡ଼ପଡ଼ ହୋଇକି ଉଠି ପଡ଼ିଲି ବୋଉ ଉପରୁ। ମୋର ଉଠିବା ଦେଖି ବୋଉ କହିଲା, ଆରେ ଏମିତି ଅଧାରୁ କାହିଁକି ଉଠି ପଡ଼ିଲୁ? ନାଳ ଖସିଥିଲେ ସିନା ଉଠିଥାନ୍ତୁ। ମୁଁ କହିଲି, ନାହିଁ ବୋଉ, ମୁଁ ବାସ୍ ଏମିତି ଟିକେ
ବୋଉ କ'ଣ ଏମିତି ଟିକେ ଗଲା 2 ଦିନ ହେଲା ମୋ ଭିତରେ କରିଦି ତ ତୁ ସମ୍ପର୍କକୁ ଖରାପ କରିସାରିଛୁ। ଆଉ କ'ଣଟା ବାକି ଅଛି ଯେ ଉଠି ପଡ଼ିଲୁ? ଏତିକି କହି ସେ ହସିଲା। ମୁଁ ଆଶ୍ଚର୍ଯ୍ୟ ହୋଇକି ଅନେଇଲି। ମୁଁ କହିଲି ତୁ କେମିତି ଜାଣିଲୁ ବୋଉ? ବୋଉ କହିଲା ଆରେ ସବୁଦିନ ପୁଳାଏ ଲେଖା ପାଣି ତୁ ମୋ ଗାତରେ ଛାଡ଼ୁଛୁ ଯେ ସକାଳୁ ଆଙ୍ଗୁଠି ମାରିକି ଯେତେ କାଢ଼ିଲେ ବି ଯାଉନି। ଘରେ ତୋ ଛଡ଼ା ଆଉ କିଏ ମର୍ଦ୍ଦ ଅଛି ଏଇନା ଯେ ମୋର ଚାଷ କରିବ? ମୁଁ କହିଲି ହେଲେ ବୋଉ? ବୋଉ କହିଲା ତୁ କ୍ଷୀରରେ କିଛି ଗୋଟେ ମିଶାଉଥିଲୁ ମୁଁ ଜାଣିଛି। ପ୍ରଥମ ଦିନ ମୋତେ ବିଶେଷ କିଛି ଜଣାପଡ଼ିଲାନି, ହେଲେ ଦ୍ୱିତୀୟ ଦିନ କ୍ଷୀରକୁ ମୁଁ ପିଇଲା ବେଳେ ଟିକେ ପିତା ପିତା ଫିଲ୍ କଲି। ଆଉ ଆଜି ମୁଁ କ୍ଷୀର ନ ପିଇକି ଢାଳି ଦେଇଥିଲି ଏଇଆ ଦେଖିବା ପାଇଁ ଯେ ମୋ ପୁଅ କେମିତି ମୋତେ କରୁଛି। ମୁଁ ଏଥର ଟିକେ ରିଲାକ୍ସ ହୋଇକି ତାହେଲେ କ'ଣ ଜାଣିଲୁ ତୁ? ବୋଉ କହିଲା ଆଗରୁ କେବେ କାହାକୁ କରିନୁ ବୋଧେ, ସେଥିପାଇଁ ଏମିତି ଆକୁଳିଆ ହୋଇକି କରୁଛୁ। ମୁଁ କହିଲି ହଁ ବୋଉ, ତୁ ମୋର ପ୍ରଥମ ଶିକାର। ବୋଉ କହିଲା ତାହେଲେ ମୁଁ କେଡ଼େ ଭାଗ୍ୟବାନ ଯେ ତୋର କୁମରତ୍ୱ ମୋ ଭିତରେ ହାରିଛୁ ତୁ। ମୁଁ କହିଲି ହଁ ବୋଉ, ମୁଁ ବି ବଡ଼ ଭାଗ୍ୟବାନ ଏମିତି ଗୋଟେ ତୋ ଭଳି ମୁଁ ଜିନିଷ ପାଇଛି, ସେ ପୁଣି ମୋ ନିଜ ବୋଉର। ବୋଉ କହିଲା ହଉ ତୁ ଚିନ୍ତା କରନି, ତୋତେ ମୁଁ କରିବାର ସବୁ କଳା ଶିଖେଇଦେବି। ଚଢ଼ିଆ ମୋ ଉପରକୁ। ମୁଁ ପୁଣି ଯାଇକି ମୋର ନୁନୁକୁ ପଶେଇଦେଲି ବୋଉର ଗାତରେ। ଏଥର ସେ ବି ତଳ ଦେଇକି ମୋ ଠାରୁ ମଜା ନେବାକୁ ଲାଗିଲା। କହିଲି ବୋଉ, ମୁଁ ଶୁଣିଛି କୁଆଡ଼େ ଗାତରେ ରେଗୁଲାର ମୋର ନ ପଶୁଥିଲେ ତୋର ଟିକେ ତିହଟ ଲାଗେ, ହେଲେ ତୋ ଗାତରେ ତ ମୋର ଭୁସ୍ ଭୁସ୍ କରି ଗଳୁଛି। ବୋଉ କହିଲା ଆରେ ମୁଁ ମୋର ବେଶୀ ଦିନ ପଡ଼ିଆ ରଖେନି, ଯାହା ହେଲେ ବି ଗୋଟିଏ ସପ୍ତାହରେ ମୋ ଭିତରେ କିଛି ଗୋଟେ ପଶିବ। ମୁଁ କହିଲି ତୁ କାହା ସହ କିମ୍ବା କାହା ସଙ୍ଗେ କେବେ କରିଛୁ ବାପାଙ୍କ ଛଡ଼ା? ବୋଉ କହିଲା ମୋର କଣାର କବାଟ ମୋର ଭାଇ ନେଇଥିଲା, ତା ଛଡ଼ା କଲେଜ ସମୟରେ 3 ଜଣ ମୋତେ କରୁଥିଲେ। ବାହା ହେଲା ପରେ ତୋ ବାପା ତ ସବୁବେଳେ ବାହାରେ ରହନ୍ତି, ମୁଁ ମୋର ଗୋଲୁକୁ ୟାଠାରୁ ତାଠାରୁ ମାରେ। ସେଇ ଭିତରେ ତୋ ଦାଦା, ତୋ ଟ୍ୟୁସନ୍ ସାର୍, ଆମ ଘର ପାଖ ଅକ୍ଷୟ, ବେଳେବେଳେ ତୋ ମାମୁଁ ମଧ୍ୟ ଆସିକି ମୋତେ ଶାନ୍ତି କରେ। ଆଉ ତୁ ଯେଉଁ ସାଙ୍ଗ ହେଉଛୁ ଗାଁର ସରପଞ୍ଚ ପୁଅ ରାଜେଶ, ଏମିତି ସବୁ। ମୁଁ କହିଲି ତୁ ଏତେ ଜଣଙ୍କଠୁ ମଜା ପାଉଛୁ, ହେଲେ ମୋର ନୁନୁ କେବେଠୁ ତୋ ଗାତରେ ପଶିବ ବୋଲି ଡହଳ ବିକଳ ହେଉଛି, ତୁ ମୋତେ ତୋର ଦେଖେଇଲୁନି। ବୋଉ କହିଲା ହଉ, ଏବେଠୁ ତୁ ମୋତେ ଯେତେ ପାରୁଛୁ କରିବୁ, ତୋର ଯେତେବେଳେ ଇଚ୍ଛା ହେବ ମୋ ସହିତ ମଜା କରିବୁ। ମୁଁ ସେଦିନ ତାକୁ ଉଠେଇ ପକେଇ ଗୋଡ଼େ ତଡ଼େ କଳରେ କାଖେଇ ଶୁଆଇ ଦେଇ ଠିଆ ଠିଆ ଆଗରୁ ପଛରୁ ନିର୍ଦ୍ଧୁମ କରିଲେ। ଆମର ଏ ଖେଳ ଭୋର 4ଟା ପର୍ଯ୍ୟନ୍ତ ଚାଲିଲା। ସେଇ ଭିତରେ ମୁଁ 4 ଥର ଆଉ ବୋଉ 3 ଥର ଝଡ଼ିଥିଲା। ତା ପରଠୁ ମୁଁ ତାକୁ ସବୁଦିନ ଏମିତି କରିଲି। ସବୁଦିନ ରାତିରେ 3 ଥର ଲେଖା, ପାହାନ୍ତିଆରେ ଥରେ, ଗାଧୋଇଲା ବେଳେ ଥରେ, ଦ୍ୱିପହର ଖାଇସାରିକି ଥରେ, ସନ୍ଧ୍ୟାରେ ଉଠିଲା ପରେ ଥରେ। ଏମିତି ଦିନ ରାତି 6 ଦିନ ଯାଏ ମୁଁ ବହୁତ କରିଛି। ବାପା ଘରକୁ ଆସିଗଲେ। ମୋ ମୁଣ୍ଡରେ ଚଡ଼କ ପଡ଼ିଗଲା ଯେ କେମିତି କ'ଣ କରିବି। ବଡ଼ କଷ୍ଟରେ ମୁଁ 5 ଦିନ କଟେଇଲି, ହେଲେ 6 ଦିନକୁ ଆଉ ସମ୍ଭାଳି ପାରୁନଥାଏ। ବୋଉକୁ ଦେଖିଲା ମାନେ କି ତାର ଜିନିଷକୁ ଦେଖିଲା ମାନେ ମୁଁ ଟିକେ ଦଳି ଦେଉଥାଏ। କାକୁତି ବିନତି ହୋଇକି ମୁଁ କହୁଥାଏ ଥରୁଟେ କରିବା ପାଇଁ ଦେ, ହେଲେ ବୋଉ ମୋତେ ଜମାରୁ ଧରାଛୁଆଁ ଦେଉନଥାଏ। ମୋ ମୁଣ୍ଡ ପୁରା ପାଗଳଙ୍କ ଭଳିଆ ହୋଇଯାଉଥାଏ। ଯେତେବେଳେ ବାପା ଜଳଖିଆ କରୁଥାନ୍ତି ମୁଁ ଦେଖିକି ବୋଉ ରୋଷେଇ ଘରେ ଅଛି, ମୁଁ ସଙ୍ଗେ ସଙ୍ଗେ ଯାଇକି ବୋଉକୁ ଜାବୁଡ଼ି ଧରିଲି। ମୋ ଅବସ୍ଥା ଦେଖି ବୋଉ କହିଲା ହଉ ତୋର କାଢ଼େ, ମୁଁ ଟିକେ ପାଟିରେ ପୂରେଇକି ଖାଇଦେଉଛି। ମୁଁ ମୋର କାଢ଼ିକି ଦେଖେଇଲି। ସେ ତା ପାଟିରେ ପୂରେଇକି ଚୋଷିଛି କି ନାହିଁ ବାପାଙ୍କ ଡାକ ଶୁଣାଗଲା ଯେ ଆଉ ଗୋଟେ ଚକୁଳି ଦିଅ ବୋଲି। ବୋଉ ଯାଇ ତାଙ୍କୁ ଦେଇକି ଆସିଲା। ସେ ଆସିଲା ପରେ ମୋ ଆବାଡ଼ିକି ମୋ ପଟକୁ ତାର ପଛ ଭାଗକୁ ଦେଖେଇ ତାର କପଡ଼ାକୁ ଟେକି ମୋର ଧରିଲା ଆଉ ମୋତେ କହିଲା ବାପାଙ୍କ ଦେଖିକି କାମ କର। ତାପରେ ମୁଁ ମୋର ନୁନୁକୁ ନେଇ ମାଡ଼ିଦେଲି ସିଧା ତା ଗାତରେ, ଆଉ ଏପଟେ ବାପାଙ୍କୁ ଦେଖୁଥାଏ। ବାପାଙ୍କର ଖିଆ ସରିଗଲା ପରେ ସେ ପୁଣି ବୋଉକୁ ଡାକିଲେ ଆଉ ବୋଉ ଚାଲିଗଲା। ମୋର କିନ୍ତୁ ପାଣି ବାହାରି ନଥାଏ। ସେଠିକି ଯାଇ ବୋଉ ମୋତେ ଇସାରାରେ କହିଲା ଯେ ଆଉ ଏଇନା ହବନି। ବାଧ୍ୟ ହୋଇକି ଯାଇ ମୁଁ ଗାଧୁଆ ଘରେ ହଲେଇକି ଆସିଲି। ତାପରେ 11ଟା ବେଳକୁ ମୁଁ ମୋ ରୁମ୍ରେ ଥିଲି। ବୋଉ ଗାଧୋଇ ଯାଇଥିଲା ଆଉ ମୋତେ ଡାକିଲା। ମୁଁ ଗଲାବେଳକୁ ବୋଉ କହିଲା ମୁଁ ପିଠି ପଟେ ସାବୁନ ଲଗେଇ ପାରୁନି, ଆସ ଟିକେ ମୋର ଲଗେଇଦେବୁ। ମୋ ଭିତରକୁ ପଶିଲା ବେଳକୁ ବୋଉ କିଛି ପିନ୍ଧିନି। ମୋ ପଶୁ ପଶୁ ସେ କବାଟ ଭିତର ପଟୁ ଦେଇଦେଲା ଆଉ କହିଲା ଆସ ତୋ ନିଆଁକୁ ଶାନ୍ତି କର। ମୁଁ ପୁରା ଖୁସି ହୋଇକି ତାକୁ ଦଳି ଭିଡ଼ିକି ସେମିତି ଠିଆ ଠିଆରେ କରିଚାଲିଲି। ବିକଳରେ କରୁଥିବାରୁ ମୋର ପାଣି ସଙ୍ଗେ ସଙ୍ଗେ ବାହାରିଗଲା, ହେଲେ ମୋର ସେମିତି
ଠିଆ ହୋଇକି ଥାଏ। ମୁଁ ପୁଣି ତା ଗାତରେ ପଶେଇକି ମୋର ପୁରା ଘାଣ୍ଟି ପକେଇଲି। ଏଥର ତାକୁ ବସେଇ କୁକୁର ଭଳିଆ ଟେକି ଧରିକି କରିଚାଲିଲି। ହେଲେ କେତେ ସମୟ ହୋଇଗଲା ଯେ ଆମକୁ କିଛି ଜଣା ନାହିଁ। ବାପା ଆସି କବାଟ ବାଡ଼େଇଲେ। କହିଲେ, ଆରେ କ'ଣ କରୁଛ ମା ପୁଅ? ମୋତେ ପରିସ୍ରା ଲାଗିଲା ବାହାର ସେ ଭିତରୁ। ସେତିକିବେଳେ ବୋଉ କହିଲା, ରୁହ ଟିକେ, ସୂର୍ଯ୍ୟ ମଇଳା ଛଡ଼ାଉଛି, ମୋ ଦେହରୁ ବହୁତ ଦିନ ହେଲା ବାହାର କରିନି। ମୁଁ ବି ଭିତରୁ ଥାଇକି କହିଲି, ହଁ ବାପା, 5 ଦିନ ହେଲାଣି ମଇଳା ଜମିକି ଅଛି, ଟିକେ ସମୟ ଲାଗିବ, ଅପେକ୍ଷା କର। ଆଉ ତାପରେ ମୁଁ ଆଉ ବୋଉ ଦୁହେଁ ଦୁହିଁଙ୍କୁ ଦେଖି ହସିବାକୁ ଲାଗିଲୁ। ଆଉ ସେମିତି ମଜା କରିକି ବାହାରକୁ ବାହାରି ଆସିଲୁ। ସେବେଠୁ ବାପା ରହିବା ପର୍ଯ୍ୟନ୍ତ ବୋଉ ଆଉ ମୁଁ ଗାଧୁଆ ଘରେ କେତେବେଳେ ବାପା ବାହାରକୁ ବୁଲିଗଲା ବେଳେ ରାତିରେ ବୋଉ ମୋ ଗୋଡ଼ ଘଷି ଦେବା ବାହାନାରେ ଆମେ ମଜା କରୁ। ତାପରେ ବାପା ଗଲା ପରେ ଆମେ ପୁଣି ସ୍ୱାମୀ ସ୍ତ୍ରୀ ଭଳିଆ ଖେଳରେ ମାତିଗଲୁ। ଏ ଥିଲା ମୋର ପ୍ରଥମ କାହାଣୀ। କାହାଣୀ କେମିତି ଲାଗିଲା ଆପଣମାନେ କମେଣ୍ଟରେ ଜଣାଇବେ। ନେକ୍ସଟ କାହାଣୀରେ କହିବି ମୁଁ କେମିତି ସେ ବିନୋଦର ବୋଉର ଗାତରେ ମୋର ପୁରେଇକି କରିଲି। ତ ଦର୍ଶକ ବନ୍ଧୁ, କାହାଣୀଟି ସମ୍ପୂର୍ଣ୍ଣ ଭାବରେ କାଳ୍ପନିକ ଅଟେ। କାହାଣୀଟି ଆମ ପାଖକୁ ସେ ଭାଇ ପଠାଇଛନ୍ତି। ଯଦି କିଛି ତ୍ରୁଟି ଥାଏ ତାହେଲେ ମୋତେ କ୍ଷମା କରିବେ। ଆଜି ପାଇଁ ଏତିକି ରହୁଛି। ଦେଖା ହେବା ଆଉ ଏକ ନୂଆ ଭିଡ଼ିଓର ଏକ ନୂଆ କାହାଣୀରେ। ଧନ୍ୟବାଦ।